ଜିତିଲା କେକେଆର, ମିଳିଲା 200 କୋଟି, ଅଫର ଦେଲେ ମମତା ଦିଦି। ଗତକାଲି ହାଇଦ୍ରାବାଦକୁ 80 ରନରେ ପେଲି ଦେଇଛି କୋଲକାତା ନାଇଟ୍ ରାଇଡର୍ସ। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ହିରୋ ସାଜିଲେ ଭେଙ୍କଟେଶ ଆୟାର, ବରୁଣ ଚକ୍ରବର୍ତ୍ତୀ ଏବଂ ବୈଭବ ଆରୋରା। 201 ରନର ବିଜୟୀ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ହାଇଦ୍ରାବାଦ ଦଳ 16 ଓଭର 4ଟି ବଲ୍ ଖେଳି ମାତ୍ର 120 ରନ୍ କରି ଅଲଆଉଟ୍ ହୋଇଗଲା। ହାଇଦ୍ରାବାଦ ଦଳ 150 ରନ୍ କରିପାରିଥାନ୍ତା, କାହିଁକିନା ତାଙ୍କର ତ ଗୋଟିଏ ଟାର୍ଗେଟ 300 ରନ୍। ଯିଏ ଯାହା କହୁ ମୋର ଢୋ, ଆମର ଟାର୍ଗେଟ ହେଲା 300। ସେହି ପ୍ୟାଟ୍ କମିନ୍ସର ହାଇଦ୍ରାବାଦ ଦଳକୁ 80 ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ। କୋଲକାତା ଦଳ ପକ୍ଷରୁ ଦେଖିବାକୁ ଗଲେ ଭେଙ୍କଟେଶ ଆୟାର 29ଟି ବଲ୍ ଖେଳି 60 ରନର ତୁଫାନି ବ୍ୟାଟିଂ କରିଥିଲେ। ରଘୁବଂଶୀ 50 ରନର ବ୍ୟାଟିଂ କରିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାନେ 38 ରନର ବ୍ୟାଟିଂ କରିଥିଲେ। ଏହାର ଜବାବରେ ନିର୍ଦ୍ଧାରିତ 20 ଓଭର ବ୍ୟାଟିଂ କରି 6 ୱିକେଟ୍ ହରାଇ ମାତ୍ର 200 ରନ୍ ସଂଗ୍ରହ କରିପାରିଥିଲା କେକେଆର ଦଳ। ବୈଭବ ଆରୋରାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ଟାଟା IPL 2025 ଏବଂ 18ତମ ସିଜିନ୍ର ଭାରତରେ ଖେଳାଯାଉଥିବା ବେଳେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ କୋଲକାତା ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ କୋଲକାତା ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେ ପ୍ରଥମ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଜବାବରେ କୋଲକାତା ଦଳର ବ୍ୟାଟରମାନେ ତୁଫାନି ବ୍ୟାଟିଂ ଆରମ୍ଭ କରିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଝଟକା ଲାଇବାକୁ ଲାଗିଥିଲା କୋଲକାତା ଦଳକୁ। ମଧ୍ୟମ କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ ଭେଙ୍କଟେଶ ଆୟାର। ସେ ତାଙ୍କ ଦଳକୁ ସମ୍ଭାଳିଥିଲେ। ତାଙ୍କ ସହିତ ସାଥ ଦେଲେ ରଘୁବଂଶୀ। 32ଟି ବଲ୍ ଖେଳି 50, 29ଟି ବଲ୍ ଖେଳି 60 ରନର ଇନିଂସ ଖେଳିଥିଲେ ଭେଙ୍କଟେଶ ଆୟାର। ତେଣୁ ନିର୍ଦ୍ଧାରିତ 20 ଓଭର ବ୍ୟାଟିଂ କରି 6 ୱିକେଟ୍ ହରାଇ 200 ରନ୍ ସଂଗ୍ରହ କରିପାରିଥିଲା କୋଲକାତା ଦଳ। ଏହାର ଜବାବରେ 16 ଓଭର 4ଟି ବଲ୍ ଖେଳି ମାତ୍ର 120 ରନ୍ କରି ଅଲଆଉଟ୍ ହୋଇଗଲା ହାଇଦ୍ରାବାଦ ଦଳ। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।